ଜୟ ଜଗନ୍ନାଥ ପିଲାମାନେ। ୱାଇଟି ପ୍ଲାଟଫର୍ମରେ ତୁମମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଭିଡ଼ିଓରେ ଆମେ ଡିସ୍କସ୍ କରିବା କି ଯେଉଁମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏଣ୍ଟ୍ରାନ୍ସ ଏକ୍ଜାମ ଦେଇଥିଲେ ତ ସେମାନଙ୍କର ମେରିଟ୍ ଲିଷ୍ଟ ଆସିସାରିଛି। ତୁମମାନେ କିପରି ନିଜ ମୋବାଇଲରେ ମେରିଟ୍ ଲିଷ୍ଟକୁ ଚେକ୍ କରିପାରିବ ସେହି ବିଷୟରେ ଡିଟେଲରେ ଆମେ ଏହି ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବା। ତେବେ ୱିଦାଉଟ୍ ଡିଲେ ଚାଲ ଭିଡ଼ିଓକୁ ଷ୍ଟାର୍ଟ କରିବା। ଏବଂ ତା ପୂର୍ବରୁ ଛୋଟ ରିକ୍ୱେଷ୍ଟ ରହିବ କି ତୁମମାନେ ଯଦି ଚ୍ୟାନେଲରେ ନୂଆ ଅଛ ତେବେ ନିଶ୍ଚିନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ସାଙ୍ଗମାନଙ୍କୁ ସେୟାର କରିବ। ତେବେ ସର୍ବପ୍ରଥମେ କ'ଣ କରିବ ନା ପିଲାମାନେ, ତୁମେ ତୁମ ମୋବାଇଲର ଗୁଗୁଲ କ୍ରୋମ୍କୁ ଓପନ୍ କରିବ। ଦେନ୍ ସେଇ ଗୁଗୁଲ କ୍ରୋମ୍ରେ କ'ଣ କରିବ ନା, ଯେଉଁ ସର୍ଚ୍ଚ ବାର୍ ଅଛି ସେଇ ସର୍ଚ୍ଚ ବାର୍ରେ ତୁମମାନେ ଯେଉଁ ଡିଷ୍ଟ୍ରିକ୍ଟରୁ ବିଲଙ୍ଗ କରୁଛ ସେଇ ଡିଷ୍ଟ୍ରିକ୍ଟର ନେମ୍କୁ ସର୍ଚ୍ଚ କରିବ। ମନେକର ମୁଁ ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ ବିଲଙ୍ଗ କରୁଛି, ବଲାଙ୍ଗୀର ଏଠି ସର୍ଚ୍ଚ କରିବି ଏବଂ ଡିଷ୍ଟ୍ରିକ୍ଟ ଅଫିସିଆଲ ୱେବସାଇଟ୍କୁ ଯିବ। ଇଏ ହେଲା ତୁମର ବଲାଙ୍ଗୀର ଡିଷ୍ଟ୍ରିକ୍ଟର ଅଫିସିଆଲ ୱେବସାଇଟ୍ ଏବଂ ସେଠି କ୍ଲିକ୍ କରିବ। ସେଠି କ୍ଲିକ୍ କରିସାରିବା ପରେ କ'ଣ କରିବ ନା, ଦେଖିବ ରେଜଲ୍ଟ ଲେଖା ହେଇଥିବ। ତ ଏଇଠି ପିଲେ ଦେଖିପାରୁଛ ତୁମେମାନେ ନୋଟିଫିକେସନ୍ ଟେଣ୍ଡର ରିକ୍ରୁଟମେଣ୍ଟ ରେଜଲ୍ଟ। ତୁମେ କ'ଣ କରିବ ନା ରେଜଲ୍ଟରେ କ୍ଲିକ୍ କରିବ ଏବଂ ତୁମମାନେ ଦେଖିପାରୁଥିବ ରେଜଲ୍ଟରେ କ୍ଲିକ୍ କରିସାରିବା ପରେ 19 ମାର୍ଚ୍ଚ 2025 ପବ୍ଲିକେସନ୍ ଅଫ୍ ପ୍ରୋଭିଜନାଲ ସିଲେକ୍ସନ୍ ଲିଷ୍ଟ, ୱେଟିଂ ଲିଷ୍ଟ ଆଣ୍ଡ ମେରିଟ୍ ଲିଷ୍ଟ ଏମିତି ଲେଖା ଅଛି। ତୁମେ କ'ଣ କରିବ ନା ସେଇଠି କ୍ଲିକ୍ କରିବ ଏବଂ ସେଠି କ୍ଲିକ୍ କରିସାରିବା ପରେ ତୁମର ମେରିଟ୍ ଲିଷ୍ଟ ଆସିଯିବ। ତ ଏଠି ପିଲାମାନେ ଦେଖିବାକୁ ପାଉଥିବ କି ତୁମମାନଙ୍କର ମେରିଟ୍ ଆଇଏକ୍ସ, ମେରିଟ୍ ଓଏଭି ର ଆସିଯାଇଛି। ଦେନ୍ ରହିଲା କି ମେରିଟ୍ ଭିଆଇ ଓଏଭି। ତ ଯଦି ତୁମେ ଏଠି କ୍ଲିକ୍ କରିବ ଦେନ୍ ତୁମେମାନେ ଗୋଟେ ପିଡିଏଫ୍ ଡାଉନଲୋଡ୍ ହେଇଯିବ ତୁମ ମୋବାଇଲରେ। ସେ ପିଡିଏଫ୍ରେ ତୁମମାନେ ଦେଖିପାରିବ କି ତୁମର ମେରିଟ୍ ଲିଷ୍ଟରେ ନାମ ଅଛି ନା ନାହିଁ। ଯଦି ତୁମେ ମେରିଟ୍ ଲିଷ୍ଟରେ ନାମ ଅଛି ତେବେ ତୁମର ନିକଟସ୍ଥ ଓଏଭିଏସ୍ ଯେଉଁଠି ଥିବ ତ ସେଠି ଯାଇକି ତୁମେମାନେ ଚେକ୍ କରିପାରିବ ଏବଂ ତୁମେ ଆଡ଼ମିସନ୍ ନେଇପାରିବ। ତ ଏଇଭଳି ପିଲାମାନେ ତୁମର ପିଡିଏଫ୍ ଆସିଯିବ। ପ୍ରୋଭିଜନାଲ ମେରିଟ୍ ଲିଷ୍ଟ ଅଫ୍ ଷ୍ଟୁଡେଣ୍ଟ ଫର୍ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍ ହେଲ୍ଡ ଅନ୍ ଡେଟ୍ 7/1/2025ରେ ଯାହାକି ତୁମର ଏଣ୍ଟ୍ରାନ୍ସ ଏକ୍ଜାମ ହୋଇଥିଲା। ଏବଂ ଦେଖ ପିଲାମାନେ ଏଠି ତୁମର ମେରିଟ୍ ଲିଷ୍ଟ ଅଲରେଡ଼ି ଆସିସାରିଛି। ତ ଏଇଭଳି ତୁମମାନେ କ'ଣ ନା ନିଜ ଡିଷ୍ଟ୍ରିକ୍ଟର ମେରିଟ୍ ଲିଷ୍ଟକୁ ଚେକ୍ କରିପାରିବ। ତୁମେ ନିଜର ନାମକୁ ମଧ୍ୟ ଚେକ୍ କରିପାରିବ କିମ୍ବା ତୁମ ରୋଲ୍ ନମ୍ବରକୁ ସର୍ଚ୍ଚ କରିପାରିବ। ତ ଇଏ ଥିଲା ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍ ତୁମମାନଙ୍କ ପାଇଁ। ଯଦି ଦେଖିବା ଏଠି ପିଲାମାନେ ଦେଖ ତୁମର ଖପ୍ରାଖୋଲ ବ୍ଲକର ବଲାଙ୍ଗୀର ଡିଷ୍ଟ୍ରିକ୍ଟ ଯାହାକି ତୁମମାନଙ୍କର 54 ମାର୍କରେ ସିଲେକ୍ସନ୍ ନେଇଛି ଜେନେରାଲ। ତ ଏଇଭଳି ତୁମମାନେ ନିଜର ଯେଉଁ ଡିଷ୍ଟ୍ରିକ୍ଟରୁ ବିଲଙ୍ଗ କରୁଥିବ ଏବଂ ତୁମର ଯେଉଁ ବ୍ଲକ ଥିବ ତାକୁ ସର୍ଚ୍ଚ କରିକି ତୁମମାନେ ନିଜର ମେରିଟ୍ ଲିଷ୍ଟକୁ ଚେକ୍ କରିପାରିବ। ତୁମମାନଙ୍କ ସହିତ ଦେଖା ହେବ ନେକ୍ସଟ ଏକ ଭିଡ଼ିଓରେ। ଥ୍ୟାଙ୍କ ୟୁ।